ବୈତରଣୀରେ ବୋଧହୁଏ ଚତୁର୍ଥ ଥର ପାଇଁ ଚଳିତ ବର୍ଷରେ ବନ୍ୟା ଆସିଛି ଏବଂ ଯେଉଁ ଯେଉଁ ପଦ୍ଧତି ପୂର୍ବ ସମୟରେ ଅନୁସରଣ କରାଯାଇଛି, ରନ୍ଧା ଖାଦ୍ୟଠୁ ଆରମ୍ଭ କରିକି ଶୁଖିଲା ଖାଦ୍ୟ ପାଣି ଡିଷ୍ଟ୍ରିବ୍ୟୁସନ୍ ପର୍ଯ୍ୟନ୍ତ ତାହାକୁ ସବୁ କରାଯାଉଛି। ତା ସହିତ ଲୋକଙ୍କୁ ଇଭାକୁଏସନ୍ କରିବାର ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଆବଶ୍ୟକ ସ୍ଥଳେ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ସ୍ଥାନୀୟ ଦମକଳ ଟିମ୍ର ସହାୟତା ନିଆଯାଇ ଯେଉଁଠି ଲୋକମାନଙ୍କ ଜଳବନ୍ଦୀ ହେଇଯାଉଛନ୍ତି ଉଦ୍ଧାର କରାଯାଉଛି। ପ୍ରଭାବିତ ହୋଇଥିବା ପଞ୍ଚାୟତ ଗୁଡ଼ିକର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇ ତାହାକୁ ଆଶ୍ରୟସ୍ଥଳ ଭାବରେ ଘୋଷଣା କରାଯାଇଛି। ଆଜି ମଧ୍ୟ ଭଦ୍ରକର ମାନ୍ୟବର ସାଂସଦ ମହୋଦୟ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀ ଏବଂ ମୁଁ ନିଜେ ଧାମନଗର ଏବଂ ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକୁ ଗମନ କରିକି ସେଥିରୁ ଗୋଟେ ନିଷ୍କର୍ଷ ଯାହା ପୂର୍ବ ବନ୍ୟାରେ ଯେଉଁ ଏସ୍ଓପି କୁ ଇଏ କରାଯାଇଥିଲା, ଇମ୍ପ୍ଲିମେଣ୍ଟେସନ୍ କରାଯାଇଥିଲା, ସେଇ ଏସ୍ଓପିକୁ କେମିତି ଇମ୍ପ୍ଲିମେଣ୍ଟେସନ୍ ଆଉଥରେ କରିବା ସେ ସମ୍ପର୍କରେ ଆମେ ଦାୟିତ୍ୱବାନ ଅଛୁ। ଆଜି ସନ୍ଧ୍ୟାରେ ମଧ୍ୟ ଏମ୍ପିଙ୍କ ଅଧ୍ୟକ୍ଷତାରେ ଗୋଟେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଏବଂ ସମୀକ୍ଷା ବୈଠକ ମଧ୍ୟ ଜିଲ୍ଲା ସଦ୍ଭାବନା ଗୃହ ବା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଅଛି।